ପ୍ରକୃତରେ ମୋ ଚ୍ୟାନେଲକୁ ସ୍ୱାଗତ। ମୋ ନାଁ ପିଲାମାନେ ଗୋପବନ୍ଧୁ କର୍ମକା। ପୁଣି ଥରେ ଛୁଆମାନେ ମୁଁ ଆସିଗଲି ଅନୁବାଦ ପାଇଁ। ଦଶମ ବାର୍ଷିକ ପରୀକ୍ଷା ଆସୁଛି ଛୁଆମାନେ, ଆଉ ସେ 21 ତାରିଖରେ ଅଛି। ଅଳ୍ପ ଦିନ ରହିଲା। ଟ୍ରାନ୍ସଲେସନ୍ ଦେଖିଯାଅ। 10 ମାର୍କର ଅଛି ଛୁଆମାନେ। 10ରୁ 10 ନିଶ୍ଚିତ ରଖିବ। ନିୟମିତ ଯେଉଁମାନେ ଦେଖ ହେଲେ ସେମାନେ ଯେଉଁମାନେ ଦେଖୁଛ ସେମାନେ ଜାଣିଛ, ଯେଉଁମାନେ ନିୟମିତ ଦେଖୁଛ ପିଲା, ଅନେକ ପିଲା ଦେଖୁଛନ୍ତି, ଧନ୍ୟବାଦ ସେ ଛୁଆମାନେ। ଯେଉଁମାନେ କମେଣ୍ଟ କରୁଛ ସେମାନଙ୍କୁ ବି ଧନ୍ୟବାଦ ଛୁଆମାନେ। ଲାଇକ୍ କରୁଛ ସେମାନଙ୍କୁ ତ ସ୍ପେଶାଲ ଧନ୍ୟବାଦ। ପିଲାମାନେ ନବମ ଶ୍ରେଣୀ ବି ଏହା ଦେଖିପାରିବ। ଆଉ 10 ତୁମକୁ କହିଥିଲି ଛୁଆମାନେ ଜାଣିବା ଦରକାର ନା ଲମ୍ବା ଚଉଡ଼ା, ବାସ୍ ଏତିକିରେ କରିବେ। ତୁମେ ଯଦି କେଉଁଠି ବି ପଢ଼ିବ ନା, କେଉଁ ଜାଗାରେ ବି ତୁମେ ମାନେ ପଢ଼ିବ ଛୁଆମାନେ, ପ୍ରତ୍ୟେକ ସେଣ୍ଟେନ୍ସରେ ଗୋଟିଏ ଗୋଟିଏ ତୁମକୁ ଫର୍ମୁଲା ପକାଇଥିବେ, ହେଲା ନା। ଏତେ ଫର୍ମୁଲା ପକାଇବେ ତୁମେ ଶିଖିଲା ବେଳେ ବି ସମୟ ଲାଗିଥିବ। ମୋ ପାଖରେ ଡାଇରେକ୍ଟ ଆଜି ଶିଖୁଛ ଆଜି ହିଁ ହେଇପାରିବ, କିଛି ଦରକାର ନାହିଁ ଲମ୍ବା ଚଉଡ଼ା। ବାସ୍ ଏହାକୁ ମନେ ରଖିବା ଦରକାର ଅଟେ। ସାହାଯ୍ୟ କରିକି ଡୁ ବି ହେଲ୍ପ, ଏହା ମନେ ରଖିବା ଦରକାର। ଚलो ବାକ୍ୟ ବନେଇବା। ପ୍ରେଜେଣ୍ଟରେ କାମ ଆସିଲେ ହାଫ୍ ଭିତରେ କୌଣସି କାମ ପ୍ରେଜେଣ୍ଟରେ ଯଦି କାମ ଆସେ ସେଇଟା ହାଫ୍ ଭିତରେ କହିବେ, ଏଟାକୁ ପ୍ରେଜେଣ୍ଟ ପରଫେକ୍ଟ କହିପାରିବ। ପାଷ୍ଟରେ କାମ ଆସିଥିଲେ ଡୁ ବି ତାକୁ ସିମ୍ପଲ୍ ପାଷ୍ଟ ସିମ୍ପଲ୍ ବା ପ୍ରେଜେଣ୍ଟ ସିମ୍ପଲ୍ କହିପାରିବ। ଭବିଷ୍ୟତରେ କାମ ଆସିଥିଲେ ମଡାଲ ବି ହେବ, ହେଲା। ଭବିଷ୍ୟତ ବା ଫ୍ୟୁଚର ଟାଇମ୍ କହିପାରିବ। କାମ କଣ୍ଟିନ୍ୟୁ ହେଲେ ବି ଆଜି ହେବ, ୟାକୁ ତୁମେ ପ୍ରୋଗ୍ରେସିଭ୍ କହିପାରିବ, ହେଲା ସେମାନେ। ପ୍ରେଜେଣ୍ଟ ହେଲେ ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍, ପାଷ୍ଟ ହେଲେ ପାଷ୍ଟ ପ୍ରୋଗ୍ରେସିଭ୍। କିଛି ପିଲାମାନେ ତୁମେ ଲେଖୁଛ ଯେ ସାର୍ ଏଇଆ କ'ଣ ଆମେ ବୁଝିପାରୁନାହୁଁ, ପିଲାମାନେ ଏହାକୁ ମୁଖସ୍ଥ କରିଦେବେ, ଯେମିତିକା ସେନ୍ସ ଏମିତି ଆସିବ, ବାସ୍ ବାକ୍ୟ ବନେଇ ଚାଲିବ, ହେଇଗଲା ନା। ଆଉ ନହେଲେ ଲମ୍ବା ଚଉଡ଼ା ତୁମେ ଶିଖୁଥିବ। ଏବେ ସେମାନେ +2ରେ ବି ଲମ୍ବା ଚଉଡ଼ା ହିଁ 10 ସବୁଆଡ଼େ ପୃଥିବୀର ସବୁ ଜାଗାରେ ସେମାନେ ଲମ୍ବା ଚଉଡ଼ା ହିଁ ଶିଖନ୍ତି, ହେଲା ନା। ଏମିତି ଲାଗିବ ଟ୍ରାନ୍ସଲେସନ୍ କଲାବେଳେ ଯେ ବହୁତ ଫର୍ମୁଲା ଅଛି ମୁଁ ଜାଣି ନାହିଁ, ବା ବହୁତ ଫର୍ମୁଲା ଅଛି ମୋତେ ମନେ ରଖିବାକୁ ହେଉଛି। ମୋ ପାଖରେ ସେମିତି କିଛି କରିବାକୁ ହେବ ନାହିଁ। ବାସ୍ ଏତିକି ମନେ ରଖ, ବାକ୍ୟ ହେଉଛି। କରିକି ଦେଖେଇବି ଛୁଆମାନେ, ଯେଉଁମାନେ ନିୟମିତ ଦେଖୁଛ ସେମାନେ ଜାଣିଛ, ହେଲା। ଏହା କେବଳ ମୋ ପାଖରେ ହିଁ ମିଳିବ। ଆରମ୍ଭ କରିବା। ମୋର ବାର୍ଷିକ ପରୀକ୍ଷା ସୂତ୍ର ହେଲା କର୍ତ୍ତା ଆସିବ, ସାକ୍ରିୟା ମାନେ ସାହାଯ୍ୟକାରୀ କ୍ରିୟା, ତାପରେ ପ୍ରକ୍ରିୟା ମାନେ ପ୍ରଧାନ କ୍ରିୟା, ଦେଖି କର୍ମ। ଇଏ ହେଲା ତୁମର ଫର୍ମୁଲା, ଆକ୍ଟିଭ ଫର୍ମୁଲା। ଏହାକୁ ଆଧାର କରି ସମସ୍ତ ବାକ୍ୟ ବନେଇବି, ହେଲା ନା। ଫର୍ମୁଲା ହେଲା ଇଏ। ମୋର ବାର୍ଷିକ ପରୀକ୍ଷା ଫେବୃଆରୀ 21ରେ। ଟିକିଏ ଡର ଲାଗୁଛି, କିନ୍ତୁ ମୁଁ ବହୁତ ପରିଶ୍ରମ କରିଛି। ଗଣିତରେ 100ରୁ 100 ରଖିବି, କେବଳ ସାହିତ୍ୟରେ ଟିକେ ସମସ୍ୟା ଅଛି। ଇଏ ହେଲା ତୁମର ସେଣ୍ଟେନ୍ସ। ଏହାକୁ ବନେଇବା କେମିତିକା ଛୁଆମାନେ, ଯେଉଁ ପିଲାମାନେ ଦେଖୁଛ, ନିୟମିତ ଦେଖୁଛ, ଆଉ ଆଜି ବି ଦେଖୁଛ, ଶୁଣ ଛୁଆମାନେ କେମିତି। ଅତି କମରେ ତୁମେ କର୍ତ୍ତା ଆଉ କ୍ରିୟା ଡିସାଇଡ଼୍ କରିଦିଅ, 1 ମାର୍କ ତୁମକୁ ନିଶ୍ଚିତ ମିଳିବ। 10 ଯଦି ଆଗ ପଛ ହେଇଯାଏ ଏତେ ଫରକ ପଡ଼ିବନି, 1 ମାର୍କ ତ ତୁମେ ନିଶ୍ଚିତ ରଖିପାରିବ, ହେଲା ଛୁଆମାନେ। ତ ଏନିୱେ ଯଦି ମୋ ଭିଡ଼ିଓ ଦେଖିବ ଟ୍ରାନ୍ସଲେସନ୍ରେ, କିଛି ମାର୍କ ତ ତୁମେ ନିଶ୍ଚିତ ରଖିପାରିବ ଯଦି ଟୋଟାଲ୍ ଜାଣିନ। କାହିଁକି ଟେନ୍ସ ଏଠି ପୁରା ଜାଣିବା ଦରକାର ନାହିଁ। ଆଜି ବି ଯେଉଁ ପିଲାମାନେ ଷ୍ଟାର୍ଟ କରୁଛ, ଆଜି ହିଁ ଦେଖୁଛ, ସେମାନଙ୍କ ପାଇଁ ବି ସମସ୍ୟା ନୁହେଁ। ଦୁର୍ବଳ ପିଲାମାନେ ମୋ ଟ୍ରାନ୍ସଲେସନ୍କୁ ପସନ୍ଦ କରନ୍ତି ଆଉ ଶିଖି ପାରୁଛନ୍ତି, ହେଲା। ଏହା ନିଜେ ମୁଁ କମେଣ୍ଟରେ ମୁଁ ଦେଖିଥିଲି ଯେ ଅନେକ ପିଲା ଲେଖିଥିଲେ ସାର୍ ମୁଁ 10 ଜାଣିନାହିଁ, ମନେ ପଡ଼ୁନି, ସସ୍ମିତା ବାରିକ ମୋତେ ମନେ ପଡ଼ୁଛି, କି ଦିବାସୁ ଏମିତି କିଛି ପିଲା ଥିଲେ, ମୁଁ ଜାଣିନି, ମୋ ନାମ ଏକ୍ଜାକ୍ଟଲି ନାମ ମନେ ପଡ଼ୁନାହିଁ। ସେ ପିଲା ଲେଖିଦେଲେ ଆଉ ମୁଁ 10 ସାର୍ ଜାଣିନାହିଁ, କିନ୍ତୁ ଆପଣଙ୍କ ଭିଡ଼ିଓ ଦେଖି ମୁଁ ଜାଣିପାରୁଛି, ଟ୍ରାନ୍ସଲେସନ୍ କରିପାରୁଛି, ଏସେ ଆପ୍ଲିକେସନ୍ କରିପାରୁଛି। ଧନ୍ୟବାଦ ଛୁଆ, ମୋ ଦ୍ୱାରା ଯଦି ତୁମେ ଶିଖିପାରୁଛ, ଏହା ମୋ ପାଇଁ ଗର୍ବର କଥା। ସେଣ୍ଟେନ୍ସ ଆରମ୍ଭ କରିବା। ମୋର ବାର୍ଷିକ ପର୍ବ ଫେବୃଆରୀ 21ରେ ଅଛି, ହେଲା ଛୁଆମାନେ। ମୋତେ ଟିକେ ଡର ଲାଗୁଛି, କିନ୍ତୁ ମୁଁ ବହୁତ ପରିଶ୍ରମ କରିବାକୁ କହିଥିଲି ସେମାନେ ବାକ୍ୟ ଗୁଡ଼ାକ। ଆରମ୍ଭ କରିବା। ମୋର ବାର୍ଷିକ ପରୀକ୍ଷା ଫେବୃଆରୀ 21ରେ। ଇଏ ହେଲା ସେଣ୍ଟେନ୍ସ। ମନରେ ପ୍ରଶ୍ନ ଆସିବ, ଏହାକୁ କେମିତି ଅନୁବାଦ କରିବା। ଦେଖ ଛୁଆମାନେ, ମୁଁ କହିଥିଲି ବାକ୍ୟକୁ ଡରିବା ନାହିଁ, ସିଧା ଆସ ଶେଷକୁ। ଯେମିତି ତୁମେ କାହାକୁ ଚିହ୍ନିଲା ବେଳେ ତା ମୁହଁରେ ହିଁ ଚିହ୍ନ, ତା ଗୋଡ଼ରେ ଚିହ୍ନ ନାହିଁ, ଛୁଆମାନେ। ସିଧା ତାର ମୁହଁକୁ ଆସିବ, ଯେପରି ଏଠାରେ। ସିଧା ଛୁଆମାନେ ବାକ୍ୟର ସିଧା ପାଖକୁ ଆସ। ରେ ଗୋଟେ ୱାର୍ଡ ଯେ କି ତୁମର ଏଠି କୌଣସି କାମ ମିନିଂ କରୁନି। ରେ ମାନେ କିଛି ଏକ୍ସନ୍ ହେଉଛି, କିଛି ଏକ୍ସନ୍ ହେଉନାହିଁ। ୟାର ତ ଏଠାରେ କୌଣସି କାମ ହେଉନାହିଁ, କୌଣସି କାମ ହେଉନାହିଁ। କୌଣସି କାମ ନହେଲେ ଏ ବାକ୍ୟଟା କ'ଣ ଅଛି ତାହେଲେ?
मोर परीक्षा फेब्रुआरी 21 ମାନେ ଫେବୃଆରୀ 21 ଅଛି ଏମିତି ନା ଛୁଆମାନେ ଅଛି ଅଛି ବା ଅଟେ ହେଲେ ମୁଁ ତୁମକୁ କ'ଣ କହିଥିଲି ଛୁଆମାନେ ବି ଭର୍ବ ଆସିବ ଖାଲି ବି ଭିଆରି ହେବନି ଛୁଆମାନେ ଖାଲି ବି କାହିଁକି କାମ ଏଠାରେ ହଉ ନାହିଁ ଛୁଆମାନେ କମ୍ପ୍ଲିମେଣ୍ଟ ଥରେ ବି ହିଁ ଏଠାରେ ଆସିବ ତାହେଲେ ମୁଁ ଏଠି ଜାଣିପାରିଲି ୟା ଅର୍ଥ ଅଛି ଅଛି ଅର୍ଥ ଆସିଲା ଇଏ ହେଲା ନା ଅଛି ମାନେ ଏଠି ମୁଁ ଲେଖୁଛି ସିଧା ବି ଭର୍ବଟାରେ ଆସିବ କାହିଁକି ଅଛି ବା ଅଟେ ଆସିଲା ହେଲା ପରୀକ୍ଷା ଫେବୃଆରୀ 21 ଅଛି ମାନେ ତୁମର ବି ଭର୍ବ ରାଇଟ୍ ଆଉ ବି ମାନେ ତୁମକୁ କହିଥିଲି ଇଜ୍ ଆମ୍ ପ୍ରତ୍ୟେକ ଥର ଲେଖିଦିଏ ମାନେ ଆଜି ବି ଲେଖିଦିଏ ଇଏ ଛୁଆମାନେ ତୁମର ସେ ବି ଭର୍ବ ଇଏ ହେଲା ପ୍ରେଜେଣ୍ଟର ଆଉ ଇଏ ହେଲା ପାଷ୍ଟର ହେଲା ଛୁଆମାନେ ଏବେ ମୁଁ ତୁମକୁ କ'ଣ କହିଥିଲି ମୁଁ ଏହା କହିଥିଲି ଯେ ପ୍ରତ୍ୟେକ ସାହାଯ୍ୟକାରୀ କ୍ରିୟା ତାର କର୍ତ୍ତାର ବଚନ ଉପରେ ନିର୍ଭର କରେ ଏବେ ଇଜ୍ ହେବ କି କି ଏମ୍ ହେବ କାହିଁକି ପ୍ରେଜେଣ୍ଟର ଅଛି ରାଇଟ୍ ଛୁଆମାନେ ପ୍ରେଜେଣ୍ଟରେ ଅଛି ଇଏ ବାକ୍ୟଟା କ'ଣ ପ୍ରେଜେଣ୍ଟରେ ଅଛି ପ୍ରେଜେଣ୍ଟରେ ହେଲେ ଆଉ ପ୍ରେଜେଣ୍ଟର ଭର୍ବ ଗୁଡ଼ାକ ଏହା ଏଇ ଉପର ଲାଇନ୍ଟା ରାଇଟ୍ ଇଜ୍ ହେବ କି ଆମ୍ ହେବ ଡିପେଣ୍ଡ କରିବ କର୍ତ୍ତା କିଏ ରାଇଟ୍ ଚलो ମୋର ବାର୍ଷିକ ପରୀକ୍ଷା ଫେବୃଆରୀ 21 ଅଛି ଏମିତି ମିନିଂ ଆସିଥିଲା ତାହେଲେ କ'ଣ ଅଛି ତୁମର କ୍ରିୟା ଯେ ଲୁଚି ରହିଥିଲା ନା କୌଣସି କାମ ହେଉନାହିଁ ଏଠାରେ ରାଇଟ୍ କ'ଣ ଅଛି ଏହାକୁ ପ୍ରଶ୍ନ କରିବ ହେଲେ ଆସିବ କ'ଣ ମୋର ବାର୍ଷିକ ପରୀକ୍ଷା ଇଏ କର୍ତ୍ତା ତାହେଲେ ମୋର ଇଏ ଛୁଆମାନେ ବାର୍ଷିକ ପରୀକ୍ଷା ଇଏ ତୁମର କର୍ତ୍ତା ଏସ୍ ମୁଁ ଲେଖିଦେଲି ରାଇଟ୍ ଛୁଆମାନେ କ୍ରିୟାଟା ତୁମର ଅଛି ଲୁଟି ରହିଛି ବାକି ଫେବୃଆରୀ 21 ଇଏ ତୁମର ସେ କମ୍ପ୍ଲିମେଣ୍ଟ ଅଛି କ'ଣ ଛୁଆମାନେ ଇଏ କମ୍ପ୍ଲିମେଣ୍ଟ ଅଛି ତୁମର ଏଠାରେ ହେଲା ଚलो ବାକ୍ୟ ବନେଇବା ତୁମମାନଙ୍କୁ ସାର୍ ଷ୍ଟାର୍ଟ କେମିତି କରିବା ଆଚ୍ଛା ଫେବୃଆରୀ 21 ମୋର ବାର୍ଷିକ ପରୀକ୍ଷା ଇଏ ଏକଲା ନା ସିଙ୍ଗୁଲାର କାହିଁକି ମୋର ବାର୍ଷିକ ପରୀକ୍ଷା ତ ଗୋଟିଏ ଗୋଟେ ହେଲା ପରୀକ୍ଷା ବହୁତ ହେଲେ ପରୀକ୍ଷା ତ ବାର୍ଷିକ ପରୀକ୍ଷା ତ ଗୋଟିଏ ଥରେ ଦେଉଛି ନା ସିଙ୍ଗୁଲାର ହେଲେ ତୁମକୁ କହିଦେଇଛ ମାନେ ଏସ୍ ବାଲା କ୍ରିୟା ଆସିବ ଏମାନଙ୍କ ମଧ୍ୟରୁ କାହା ପାଖରେ ଅଛି ଇଜ୍ ୟାର ତ ହେଲା ଏଇ ତୁମେ ସାହାଯ୍ୟକାରୀ କ୍ରିୟା ନେବ ଯେଉଁମାନେ ପୁରା ଜାଣିନାହୁଁ ସେମାନେ ତାଙ୍କ ପାଇଁ ମୁଁ କହୁଛି ଯେଉଁମାନେ ପୁରା ଜାଣିନ ଟୋଟାଲ ଟ୍ରାନ୍ସଫର କରିବା ହିଁ ଜାଣିନ ସେମାନଙ୍କ ପାଇଁ ମୁଁ ଏହା କହୁଛି ଅନ୍ୟ ପିଲା ପାଇଁ ତ ସହଜ ହେବ ତାହେଲେ ଇଜ୍ ହେବ ତୁମର ସାହାଯ୍ୟକାରୀ କ୍ରିୟା କର୍ତ୍ତା ହେବ ମୋର ବାର୍ଷିକ ପରୀକ୍ଷା ମାନେ ମାଇ ଆନୁଆଲ ଏକ୍ଜାମିନେସନ୍ ରାଇଟ୍ ଏତିକିଟା ହେଇଗଲା ଛୁଆମାନେ ବାକି ହେଲା ଫେବୃଆରୀ 21 ଏଟାକୁ ଆମେ ଇଆଡ଼କୁ ଲେଖିବା ଇଆଡ଼କୁ ଲେଖିବା ରେ ମାନେ କ'ଣ ମୁଁ କହିଥିଲି ରେ ମାନେ କ'ଣ ଛୁଆମାନେ ଅନ୍ ବା ଇନ୍ ବା ଅନ୍ ଏଟ୍ ହେଲା ମୁଁ ଲେଖିଦିଏ ଏଇଟା ପୁରା ବନେଇ ଭଲ ଭାବରେ ବୁଝେଇଦେବି ହେଲା ନା ଛୁଆମାନେ ରେ ମାନେ ହେଲା ଇନ୍ ବା ଅନ୍ ବା ଏଟ୍ ଏବେ ପ୍ରଶ୍ନ ଆସିଲା ଇଏ ରେ ଫେବୃଆରୀ ଏଇ ରେ କ'ଣ ଲେଖିବି ସାର୍ ତୁମେ ଜାଣିଛ ଇନ୍ ତୁମର ବ୍ୟାପକ ଅର୍ଥରେ ଆସେ ରାଇଟ୍ ଛୁଆମାନେ ଅନ୍ୟ ଉପାୟରେ ଅନ୍ ଇଏ ଡାଟ୍ ଡେଟ୍ বা তোমার কোণ ডে বা টচিং করব তাহলে আসব রাইট মানে ইয়ে তাহলে ডেট আসলা ফেব্রুয়ারি 21 ডেট না মানে ইয়ার তো রে দেখালে মু অন লেখে পুরা বাক্য বুঝিতে গোটে হেলা বাক্য বনাই তারপর বুঝিতে হেলা মানে ইয়ে দেখছ মানে পুরা বাক্য আসিগলা মাই অ্যানুয়াল এক্সাম ইজ অন 21 ফেব্রুয়ারি কেমতি হেলা বুঝিদেছ মানে কହୁଛି ନା ଯେଉଁମାନେ ଯାଇନ ଫାର୍ଷ୍ଟ ଟାଇମ୍ ଦେଖୁଛ ସେମାନେ ବି ଶିଖିପାରିବ କେମିତି ପ୍ରଥମେ କର୍ତ୍ତା ଦରକାର ଥିଲା ମୁଁ ଡିସାଇଡ୍ କରିଥିଲି କର୍ତ୍ତା କିଏ ମୋର ବାର୍ଷିକ ପରୀକ୍ଷା ଦେଖ ଏଠି ଲେଖ ମାଇ ଆନୁଆଲ ଏକ୍ଜାମ ହେତା ମାନେ ଇଏ ଦେଖ ମୁଁ ଲେଖିଥିଲି ମାଇ ଆନୁଆଲ ଏକ୍ଜାମ ଲେଖିଲି ମାନେ ଇଏ ତୁମର ଅଛି କି କର୍ତ୍ତା ହେଲା ଏବେ କ୍ରିୟା ତୁମର ଇଜ୍ ଆସିଲା କାହିଁକି ଇଏ ଏକଲା ଥିଲା ଏହାଠାରୁ ମୁଁ ନେଇଥିଲି ବି କାହିଁକି ମୁଁ ବି ଡିସାଇଡ୍ କରିଛି ହେଲା ନା ଆଚ୍ଛା ମାଇ ଏକ୍ଜାମିନେସନ୍ ଇଜ୍ ମାନେ ମୋର ବାର୍ଷିକ ପରୀକ୍ଷା ଅଛି ବାକି କ'ଣ ହେଲା ଫେବୃଆରୀ 21 ଏଇଟାକୁ ଦେଖ ଏଇ ବାକ୍ୟଟା ଏଇ ସ୍ପ୍ରେଡଟା ମୁଁ କ'ଣ କୁହାଛ ମାନେ ସେଣ୍ଟେନ୍ସକୁ ଏଡ୍ କରୁ ଗୋଟେ ପ୍ରିପୋଜିସନ୍ ଇଏ ଦେଖ ରେ ମାନେ ମୁଁ କହିଲି ଇନ୍ ବା ଅନ୍ ବା ଏଟ୍ କହିଲି ନା ମାନେ ଆଉ ଡାଟ୍ରେ ହେଲେ ଡେଟ୍ରେ ହେଲେ ତ ମୋର କ'ଣ ଆସିବ ଅନ୍ ଆସିବ ତାହେଲେ ମୁଁ ଏଠି ଅନ୍ ଲେଖିଲି ନା ବାକି ଏଇ ନାଉନ୍ ଫ୍ୟାକ୍ଟର ଦେଖ ଫେବୃଆରୀ 21 ୟାକୁ ଇଆଡ଼ୁ ଲେଖ ଫେବୃଆରୀ 21 বা 25 ଏଟାକୁ ଇଆଡ଼ୁ ଲେଖିଲେ ବି ହେବ ଦେଖ ଇଏ ତ ରେ ପାଇଁ ଦେଖିଛ ମାନେ ଅନ୍ ଲେଖିଦେଲି ହେଇଗଲା ନା ଏବେ 21ଟାକୁ ମୁଁ 25 ଲେଖିଲି 21 ଲେଖିଲେ ବି ହେଇଯାନ୍ତା ଦେଖି ଫେବୃଆରୀ କ'ଣ ହେଲା ମାନେ ଏପଟ ଉତାରି ଦେଲି ନା ହେଲା ମାନେ ଦେଖ ରେ ପାଇଁ ମୁଁ ଲେଖିଦେଲି ଏଠାରେ ଅନ୍ ଆଉ 21 ଲେଖାରେ 21 ବି ଲେଖିଥାନ୍ତି ବା 25 ଲେଖିଲି ହେଲା ଦେଖି ଫେବୃଆରୀକୁ ଫେବୃଆରୀ ଲେଖିଦେଲି ହେଲା ନା ପୁରା ହେଇଗଲା ମାନେ ଭିଡ଼ିଓ ଭଲ ଲାଗୁଛି ମାନେ
लाइक करदेव है ये ताले फेब्रुआरी 21 रे अल्टेकी मु लिखिदेवी है ना अधिकांश नाउन फ्रेज को तुम अल्टेकी लिखिदेव जदि एड कर प्रिपोजिशन रे गोटे सेंटेंस बा गोटे नाउन आउ गोटे वर्ड सहित एड हम बा गोटे वर्ब आउ गोटे वर्ब पर नाउन सहित एड हम राइट मैंने चलो ये पूरा वाक्य तुम होगला एवं तुम्हें 2 रु पूरा 2 एठार ये वाक्य रखिदेव टोटाल 10 मार्क थाए ना गोटे वाक्य तो 2 मार्क है प्रथम वाक्य एमती इजिली हम छे चलो नेक्स्ट देखा टिके डर लगुच देख टिके डर लगुच ये वाक्य तुम कह सारा टी करता ना जानीपार ना मु माने मते टिके डर लगे बा मु टिके डर अनुभव करुचे है ना एबे देखो या वाक्यटा किए डरुची मु डरुची कर्ता है मु राइट इन पदार्थ लगा लगुच माने लगवा काम कंटिन्यू ये देखो ये तुम प्रधान क्रिया है आउथ लिखी दिए लगुच माने कौन लगवा कम कंटिन्यू राइट माने ये तुम प्रधान क्रिया राइट अच्छा प्रधान क्रिया जापार तुम ये कम कंटिन्यू हो काम कंटिन्यू हो काम कंटिन्यू है मुझे कौन कह मैंने पी भी हम पी भी हम ये देखो ये बीटा को भर करे लिखी देखो देखो लगुच माने कौन लगवा कम कंटिन्यू टिके टिके डर लगुच ना लगुच माने कौन कंटिन्यू हो लगवा कम कंटिन्यू हो ना मते टिके डर लगुच है ना चलो डर लगुच माने कौन मते टिके डर लगुच मुझे मैंने कहले मते रे वाक्य के स्टार्ट हुए मते गोटे कर्मटा बुझेगा मैंने ये गोटे कर्म अटे मन रखी था ये गोटे कर्म अटे यार कर्ता रूप है आई आई रे स्टार्ट हम लगे मते डर लगुच माने मु डर अनुभव करुच्ची मु टिके डर अनुभव करुच्ची ये है सजेक लिखले एमती क्या हम है ना सजेक लिखले मुझे लिखे मु टिके डरुची है ना चलो बढ़िया तार तुम जापार मैंने कर्ता है आई एवं बी माने मुझे तुमको कहती ये अच्छा मैंने इज आ एम भितर आसब कहीं ये प्रेजेंट रे अच्छी एटा तो लो ना ना लो ना माने एम मध्य कई आसबे ना ये आम मध्य आस माने इज आ एम भितर आसब कर्ता किए मैंने मतेटा को कर्तार कन्वर्ट करदेली आसला कौन मु आई पाई तो आम ही आसे यह तुम्हें जानीगल राइट कर्ता मु डिसाइड करदेली साधकारी क्रिया डिसाइड करदेली प्रधान क्रिया लगुच माने अनुभव कर फिल लगुच माने कौन अनुभव करुच्ची प्रधान क्रिया भी मु डिसाइड करदेली कर्ता है मु साधकारी क्रिया है आम प्रधान क्रिया है फिल बी पर कौन हम आई एम फिलिंग एवं टिके डर माने लिटिल बिट स्कैर्ड टिके माने लिटिल बिट लिखिपारे है ना लिटिल बिट स्कैर्ड चलो बनवा ये देखो मैंने पूरा वाक्य होगा केमती बुझे मैंने देख ये देखो ठीक डर मैंने लगुच लगवा माने लगवा कम लगुच माने लगवा कम कंटिन्यू हेले बी भी हम राइट मैंने चलो यार तो यहाँ मैंने बीबर आसब कर्ता के मु ये देखो कर्ता ये कि मैंने ये थी राइट एवं आसब कौन साधकारी क्रिया ये देखो आम मु लिखी मैंने प्रधान क्रिया कौन लगे मैंने अनुभव करवा देखो फिल ये आम पाई वर्बटा ये आई एम फिलिंग राइट बी पर वर्ब आई मुझे लिखी बी भी आई ये को प्रोग्रेसिव भी कही पार मैंने राइट मैंने चलो आई एम फिलिंग एवं जो मु अनुभव कर ये फिलिंग है कौन सा ये वर्ड केमती है सर जमती प्रधान क्रिया लिखल या पचार कौन अनुभव कल टिके डर ताले लिटिल बिट स्कैर्ड आई एम फिलिंग लिटिल बिट स्कैर्ड है ना अल्प ना ए लिटिल स्कैर्ड लिख है ना ए लिटिल स्कैर्ड आई एम फिलिंग लिटिल बिट स्कैर्ड बस ये तुम अच्छे मैंने वाक्य पूरा कम्प्लीट है ये भी 2/2 रखी पार है नियमित देखो मैंने निश्चित शिखिपार नेक्स्ट वाक्य देख किंतु मु बहुत परिश्रम करिछि किंतु मु बहुत परिश्रम करिछि एबे देखो मैंने परिश्रम करिछि
କରିଛି ବି ତୁମେ କ୍ରିୟା ନେଇପାରିବ, ନହେଲେ ପରିଶ୍ରମକୁ ମିଶାଇ ବି କରିବ। ହେଲା ନା ଛୁଆମାନେ? ଯଦି ପରିଶ୍ରମ କରିଛି କି ମୁଁ ଏତିକିଟାକୁ କ୍ରିୟା ଧରିବି, ପରିଶ୍ରମ କରିଛି ଏତିକିକୁ ପ୍ରଧାନ କ୍ରିୟା ଧରିଲି, ତାହେଲେ ଏଠୁ ମୁଁ କ'ଣ ଜାଣିଲି? ପରିଶ୍ରମ କରିବା କାମ ଶେଷ। ପରିଶ୍ରମ କରିବା କାମ ଶେଷ ହେଲା ନା? ତାହେଲେ ଇଏ ପ୍ରେଜେଣ୍ଟରେ କାମ ସରୁଛି ଲ ତ ଏଠାରେ ନାହିଁ। ପ୍ରେଜେଣ୍ଟରେ କାମ ସରୁଛି, ପ୍ରେଜେଣ୍ଟରେ କାମ ସରିଲେ କ'ଣ ଅଛି? ତୁମେ କହିଛ ହାଫ୍ ଭିତରେ ଏଠାରେ, ରାଇଟ୍? ତାହେଲେ ଇଏ ପ୍ରଧାନ କ୍ରିୟା ହେଲା ତୁମର ହାଫ୍ ଭିତରେ, ହେଲା ନା? सीधा ମୁଁ ଲେଖିବି ଏଠି ଭର୍ବ ହେଉଛି କ'ଣ? କି ଫର୍ମ ଆସୁଛି? ହାଫ୍ ଭିତରେ। ହାଫ୍ ଭିତରେ ମାନେ କ'ଣ? ପ୍ରେଜେଣ୍ଟ ପରଫେକ୍ଟ ତୁମେ କହିପାରିବ। ହାଫ୍ ଭିତରେ ହେଲା ନା? ତାହେଲେ ଇଏ ହାଫ୍ ଭିତରେ ପାଟର୍ନକୁ ଆସିଲା ମାନେ ପ୍ରେଜେଣ୍ଟ ପରଫେକ୍ଟ କହିପାରିବ, ରାଇଟ୍? ବାକ୍ୟ ନ ଜାଣିଥିଲେ ବି ଫାର୍ଷ୍ଟ ଟାଇମ୍ ବନେଇ ପାରିବ ଛୁଆମାନେ। ନିୟମିତ ମୋ ଭିଡ଼ିଓ ଦେଖ, ଯେଉଁମାନେ ଦେଖୁଛ ଛୁଆମାନେ ଧନ୍ୟବାଦ। ଆଉ ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି ଛୁଆମାନେ ମୋ ଭିଡ଼ିଓ ଦେଖୁଛ। ଏବେ ଦେଖ ଛୁଆମାନେ ହାଫ୍ ଆସିଲା, ପୁରା ଭଲ ଭାବରେ ବୁଝ। ହାଫ୍ ଭିତରେ ସେ ସେଣ୍ଟେନ୍ସ ବନେଇବାକୁ ପଡ଼ିବ। କର୍ତ୍ତା କିଏ? ମୁଁ। କିଏ ପରିଶ୍ରମ କରୁଛି? ମୁଁ। ତାହେଲେ ମୁଁ ତୁମର କର୍ତ୍ତା, ଇଏ ଯିଏକି ତୁମର କର୍ତ୍ତା ଅଟେ, ରାଇଟ୍? ଆଚ୍ଛା, କ୍ରିୟା କ'ଣ? ପରିଶ୍ରମ କରୁଛି ହେଲା। ମୁଁ ବହୁତ ପରିଶ୍ରମ କରୁଛି। କରିଛି, ତୁମେ ଆଇଦର ପରିଶ୍ରମ କରିଛି ଦୁଇଟାକୁ ନିଅ, ନହେଲେ କରିଛି ଲେଖିପାରିବ, ହେଲା ନା? ସପୋଜ ମୁଁ କରିଛି ବି ଲେଖିପାରିବି। କରିଛି ହେଲେ ଡୁ ଆକାର ନେବ ବା ମେକ୍ ଆକାର ନେଇପାରିବ ପ୍ରଧାନ କ୍ରିୟା। ସେ ଆକାର କର୍ମ ହେବ ତୁମ ବହୁତ ପରିଶ୍ରମ, ଇଏ ହେବ କର୍ମ, ରାଇଟ୍? ତୁମ ହିସାବରେ ଯାହା ନେବ। ସପୋଜ ମୁଁ ବହୁତ କର୍ମ, ଇଏ ତାହେଲେ କର୍ମ ଏବେ ବହୁତ ପରିଶ୍ରମ କର୍ମ ହେଇପାରିବ ଯଦି ତୁମେ ପରିଶ୍ରମ କରିଛି କୁ ପ୍ରଧାନ କ୍ରିୟା ନିଅ, ରାଇଟ୍? ସପୋଜ ମୁଁ ଏହାକୁ କରିଛିକୁ ପ୍ରଧାନ କ୍ରିୟା ନେଲି। ଏବେ କରିବା ଇଂଲିଶ ହେଲା ଡୁ, ହେଲା ନା? ଭଲ ଭାବରେ ବୁଝ। କର୍ତ୍ତା ତ ମୁଁ ଡିସାଇଡ୍ କଲି ଯେ କି ଆବଶ୍ୟକ ଥିଲା ଇଏ, ସାହାଯ୍ୟ କାର୍ଯ୍ୟ ହାଫ୍ରୁ ଡିସାଇଡ୍ କରିଛି, ଆଉ କରିବା ଇଂଲିଶ ମୁଁ ଡୁ ହିସାବ କରିଛି, ହେଲା ନା? ସବୁ ତ ହେଇଗଲା ଛୁଆମାନେ। ଆଉ ପରିଶ୍ରମ ତ ଲେବର, ବହୁତ ପରିଶ୍ରମ ମଚ୍ ଲେବର ହେଲା ଛୁଆମାନେ ବନେଇବା ବାକ୍ୟ। ବଟ୍ ଆଇ ହାଭ୍ ଡନ୍ ମଚ୍ ଲେବର, ହେଲା ନା? ଏଇ ହେଲା ବାକ୍ୟ। ଭଲ ଭାବରେ ବୁଝେଇ ଦେଇଛ ମାନେ କେମିତି ହେଲା ଦେଖ। ପ୍ରଥମ କଥାର ଆବଶ୍ୟକ ଥିଲା କିନ୍ତୁ, ତା ପୂର୍ବରୁ ଏଇ ୱାର୍ଡଟା କିନ୍ତୁ ଅଛି, ମୁଁ ବଟ୍ ଲେଖିବି। ଇଏ ଆଡ଼ଭାର୍ବଟାକୁ ତୁମକୁ ଲେଖିବାକୁ ପଡ଼ିବ, ହେଲା ଛୁଆମାନେ? ଇଏ ଗୋଟେ ଏବେ ଫ୍ରେଜ୍ରେ ଆସିଲା, କ୍ଲୋଜ୍ରେ ଆସିଲା ବଟ୍, ହେଲା ନା? ଚଲ ଏବେ କର୍ତ୍ତାର ଆବଶ୍ୟକତା ଅଛି, ମୁଁ ଆଇ ଲେଖିଦେଲି ଛୁଆମାନେ। ଏବେ ତୁମେ କହିବ ସାର୍ କର୍ତ୍ତା ପରେ ସାହାଯ୍ୟ କାର୍ଯ୍ୟର ଆବଶ୍ୟକତା ଥିଲା, ହାଫ୍ ଡିସାଇଡ୍ କରିছে ନା ଆଇ ପାଖରେ ହାଫ୍ ହିଁ ହେବ, ଲେଖିଦେଲି ଛୁଆମାନେ। ଏବେ ପ୍ରଧାନ କ୍ରିୟା କରିଛି ବା କରିବା ଶବ୍ଦ ଆସିଲା, ହେଲା ନା? କରିବା ଶବ୍ଦ ଆସିଲା, ଆଉ ଇଏ ହାଫ୍ ପାଇଁ ଇଏ ଭିତରେ ହେଲା ଆଇ ହାଫ୍ ଡନ୍, ହେଲା ଛୁଆମାନେ? ବାକି କ'ଣ ଯେମିତି ହିଁ ପ୍ରଧାନ କ୍ରିୟା ହେଲା ଇଏ, ସପୋଜ ୟାକୁ କେମିତି ଆସିଲା କହିବ। ଯେମିତି ପ୍ରଧାନ କ୍ରିୟା ସେ ଆସିଲା ତାକୁ ପଚାର କ'ଣ କରିଛି? ବହୁତ ପରିଶ୍ରମ, କ'ଣ କହିକି ପ୍ରଧାନ କ୍ରିୟାକୁ ପଚାରିଲେ କର୍ମ ଆସେ। ବହୁତ ପରିଶ୍ରମ ମଚ୍ ଲେବର ବା ଏ ଲଟ୍ ଅଫ୍ ଲେବର। ଆଇ ହ୍ୟାଭ୍ ଡନ୍ ଏ ଲଟ୍ ଅଫ୍ ଲେବର, ହେଲା? ବା ମଚ୍ ଲେବର ବି ତୁମେ ଲେଖିପାରିବ। ଏ ଲଟ୍ ଅଫ୍ ଲେବର ଲେଖ, ବେଟର ହେବ ତୁମ ପାଇଁ ଛୁଆମାନେ। I have done a lot of labor, ये पूरा वाक्य तुमर आसीगला। अच्छा मैंने जमती ही बुझीपार ना गोटे गोटे बुझेदेले छुआमाने ये है तुमर कर्ता जे कि तुमर आई है छुआमाने। एबे साधा करके आवश्यकता मु हाफ डिसाइड करछे ना हमर प्रेजेंट परफेक्ट आई पाखरे हाफ ही हो, राइट? एबे प्रधान क्रियार आवश्यकता अछि ये देखले करिछि, करबा के छला डू, ये पई आ ये हाफ पई ये भितरी हैला, राइट? जमती डूटा डन हो गला, तुम्हें ये को पचार करिछि कोन करिछि? ए लॉट ऑफ लेबर, बहुत परिश्रम कर्म, है ना? प्रधान क्रिया को कौन कही पचारे कर्म आसे सहज रे बाक्य हो जाउछि माने एठार भी तुमे 2/2 रखि पारबो। गणित रे 100 रु 100 रखिबी। देखो रखिबी माने कोन? ये भविष्यत रे काम, आ भविष्यत रे काम हेले मु कोन कहै छ माने मॉडल भी है, तो डेफिनेटली ये है प्रधान क्रिया रखिबी।
ଇଏ ତାହେଲେ ଇଏ ମଡାଲ ବି ଆସିଗଲା ଭବିଷ୍ୟତ କାମ ନା ମଡାଲ ହେଲା ମଡାଲ ବି ତୁମେ ଯୋଉଠି ପଢିବ ଲମ୍ବା ହିଁ ଶିଖିବ ମାନେ ମଡାଲ ଆସିବ ମଡାଲ ମାନେ ନର୍ମାଲ ଫ୍ୟୁଚର ଟାଇମ୍ ଆସିବ ବୋଇଲ ସେଲ୍ ମଡାଲ ମାନେ କ'ଣ ବୋଇଲ ସେଲ୍ କେ ଏଗୁଡ଼ା ଆଚ୍ଛା କର୍ତ୍ତା କିଏ ରଖିବ ମୁଁ ଡେଫିନେଟଲି ମୁଁ ହିଁ ରଖିବି ରାଇଟ୍ ସେମାନେ ତାହେଲେ ମୁଁ ହେଲା କର୍ତ୍ତା ଆଇ ହେଲା ତୁମର କର୍ତ୍ତା ସାଧକାରିକା ମଡାଲ ଗୋଟେ ବୋଇଲ ନେଇ ପାରବା ହେଲା ଆଇ ୱିଲ୍ ଆଉ ରଖିବା ହେଲା ଇଂଲିଶ କ'ଣ କିପ୍ ହେଲା ନା ତାହେଲେ ଆଇ ୱିଲ୍ କିପ୍ ଏବେ ଆସିଲା ରୁ ରୁ ମାନେ ତୁମେ କହି ଜାଣିଛ ଫ୍ରମ୍ ବା ସିନ୍ସ ବା ତାହେଲେ ଆଇ ୱିଲ୍ କିପ୍ 100 ଫ୍ରମ୍ 100 বা 100 বাই 100 ইন গণিতরে ইয়ে করতাম হয়েছে মানে ইয়ে রে আসলা রে মানে তুমি কইছিলি ইন বা অন বা এট ব্যাপক অর্থ আসলে হলো ইন ম্যাথ দেখি পারবো হলো না আই উইল কিপ 100 ফ্রম 100 ইন ম্যাথ তাহলে কত আগে লিখে দিবা মানে বনিবা I will keep 100 of 100 in math বা 100 from 100 ବି লিখিপারে কেমতি ହେଲା বুঝছ মানে সাপোজ তুমি জানিন কেমতি বনাইব দেখছ মানে প্রথম দরকার কোন কর্তা মু ডিসাইড করতলি মু এতেই তো লিখি পারিব না আচ্ছা কর্তা পরে কোন দরকার সাহায্যকারী ক্রিয়া মডাল পাই মু লিখলি উইল নরমাল ইয়ে পে চলো আই উইল এতকি দেলা কর্তা আসি গলা সাহায্যকারী এবে কোন প্রধান ক্রিয়া রখিবা রখিবা ইংলিশ কোন ହେଲା কিপ ହେଲା आ मॉडल पर बार प्लेन आसे कि एतकी आसला जमती प्रदान कर आसो ताको पचार कौन रखिछ कौन रखिब 100 रु 100 ताले आई विल कीप 100 ऑफ 100 ताले 100 ऑफ 100 100 रु 100 बा 100 फ्रॉम 100 हैला चलो एबे बाकी कहला गणित रे माने मु कहली कोन एगा आसबो व्यापक अथर इन आसबो गणित एटा को एपटू लिखि दियो हैला सबरे एपटू ताले रे पई तो मु लिखली इन तापर गणित है मैथ बा मैथमेटिक्स भी लिखि पारिबो ताले आई विल कीप 100 ऑफ 100 इन मैथ पूरा वाक्य हे गेला छाने पूरा एठार भी तुम छाने 2/2 रखि दो नियमित देखो छाने शिखि जो अनेक पिला शिखुछ धन्यवाद सेति पई छाने आ देखुछ सेति पई धन्यवाद हैला परीक्षा अल्प दिन रही छे प्रॉब्लम की हैला पूरा वाक्य तुमने देखनी हैला जो पिला माने नंबर रखि पारुन हैला बा समस्या होची से पूरा वीडियो देखुन अनेक पिला अच्छा जो मैंने स्किप करके चाहते टिके देखिए छाड़ अनेक पिला से मैंने पूरा शिखि पारना आ जो मैंने शिखी से तो लिखि ना पूरा देखु ना कि नहीं किंतु यह सत कथा से पूरा देखुवे कहीं ना पूरा शिखि संभव नुहे केवल साहित्य टिके समस्या अच्छी एवं देख केवल साहित्य समस्या अच्छी कर्ता निर्णय करवा बहुत जरूरी अच्छे ट्रांसलेशन अच्छा साहित्य समस्या अच्छी तार डेफिनेटली केवल मोर केवल साहित्य समस्या रही एवं मोर तुम्हें कर्ता हेनी मोर रे कर्ता केवे ये नुहे या कर्तार कौन कहले मु है ना बा याडू कर जब कर मुझे आई हे ताले केवल साहित्य मोर समस्या रही एबे मु कही जे मोर मोर माने आई लिखते पड़ो एबे ये रो अच्छी माने ये आसब कौन हाफ आसब हाफ बार अच्छे माने मोर पैसा अच्छी आई हैव मनी मोर जीवार अच्छी आई हैव टू गो है हाफ आसब ताले यार तो यह एठार क्रिया तो मोर हाफ आसब हाफ है चलो हाँ भाई तुम एठारे क्रिया प्रधान काम हो नहीं मैंने बुझा दरकार तुमको सर एगा आसला नहीं कहीं प्रधान क्रिया गुड़ा भी आसला नहीं हाफ भितरी आप कहते है ना कहीं कौन सी काम एटारे नाई मोर समस्या अच्छे समस्याटा कौन अच्छी तो अच्छी कि एटारे काम हो ना मुझे ना लिखी पढ़ी किसी काम ना मोर मुझे मुझे एठार अच्छी किसी काम हो ना है चलो एवं मोर साहित्य प्रॉब्लम अच्छी माने मु मोर को कन्वर्ट करवा है मो आई पाखे तो तुमको हाफ आ पाखे हाफ नहीं आस है एबे केवल लिखा तुम केवल आगे लिखिपार ओनली भी लिखिपार है ना ओनली आई हाव लिटिल प्रॉब्लम इन मैथ ना साहित्य सॉरी बनिया वाक्य बुझे केवल लिखली मु आई नहीं ओनली है मैंने कर्ता कर्ता है तुम आई है ना हाव से कर आई पाखे तुम कह सर हाव ही हम आई हैव एटी प्रधान क्रिया हम ना प्रधान क्रिया हम ना कहीं एटार काम हो ना आई हैव
जमती मोर अच्छी कौन अच्छी टिके समस्या है ए लिटिल प्रोब्लेम है ए लिटिल प्रोब्लेम ए टिके समस्या एडकू एडकू एटा ए लिटिल प्रोब्लेम कौटी साहित्य और इन मैथ लिखे मु साहित्य माने एम आई लिखिदेवी बा लिटरेचर लिखिदेवी मैंने चलो बने ओनली आई हैव लिटिल प्रोब्लेम इट एम आई है मैंने बा लिटरेचर है ना पूरा वाक्य तुमर होगा आशा करे मैंने बुझीपाल नियमित देखुच मैंने पुणी बुझीपाब आ 10 रखिपार मैंने बड़ प्रकार ग्यारंटी दे कौन मैंने रखिपार नियमित जो मैंने देखुच है आशा करते बुझीपाल है धन्यवाद।